ବନ୍ଧୁଗଣ, ଆସନ୍ତାକାଲି ହେଉଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଏବଂ ଆପଣମାନଙ୍କୁ ରାକ୍ଷୀ ପୂର୍ଣ୍ଣିମାର ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଶୁଭକାମନା। ତେବେ ଆଜି ଆମେ ଆପଣମାନଙ୍କୁ ଏହି ଭିଡ଼ିଓ ମାଧ୍ୟମରେ ଜଣାଇବୁ ଯେ ଜ୍ୟୋତିଷ ଶାସ୍ତ୍ର ମତରେ ଏବଂ ପଞ୍ଜିକାର ଗଣନା ଅନୁଯାୟୀ ପ୍ରକୃତରେ ରାକ୍ଷୀ ବନ୍ଧନ କେବେ ପାଳନ କରାଯିବ, ଭଦ୍ରାକାଳ କେବେ ରହୁଛି ଓ ଭଦ୍ରାକାଳ ସମୟରେ ରାକ୍ଷୀ ବାନ୍ଧିବେ ନା ନାହିଁ, ମାସିକ ଧର୍ମ ବା ପିରିୟଡ଼୍ସ ଚାଲୁଥିବା ସମୟରେ ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧିବା ଠିକ୍ ନା ଭୁଲ, ଅଣସୁଧିଆରେ ରାକ୍ଷୀ ବାନ୍ଧିବେ ନା ନାହିଁ ଏବଂ ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧିବାର ଶୁଭ ସମୟ, ଏଥିସହିତ ରାକ୍ଷୀ ପୂର୍ଣ୍ଣିମା ଦିନ କେଉଁ ସବୁ ଭୁଲ କରିବା ଅନୁଚିତ ଓ କେଉଁ ସବୁ ନିୟମ ପାଳନ କରିବେ, ଏଥିସହିତ କେଉଁ ରାଶିମାନଙ୍କ ପାଇଁ ଶୁଭ ଓ କେଉଁ ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ ଅଶୁଭ ରହିବ, ଏହିସବୁ ବିଷୟରେ ଆଜି ଆମେ ଏହି ଭିଡ଼ିଓ ମାଧ୍ୟମରେ ଜାଣିବା। ତେବେ ତାହା ପୂର୍ବରୁ ଆପଣମାନଙ୍କୁ ଅନୁରୋଧ, ଏହି ଭିଡ଼ିଓକୁ ଗୋଟିଏ ଲାଇକ୍ କରିନିଅନ୍ତୁ ଏବଂ ଯଦି ଆପଣମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ବର୍ତ୍ତମାନ ହିଁ ସବସ୍କ୍ରାଇବ୍ କରିନିଅନ୍ତୁ। ତେବେ ଆସନ୍ତୁ ଜାଣିବା। ବନ୍ଧୁଗଣ, ଚଳିତ ବର୍ଷ ରାକ୍ଷୀ ବାନ୍ଧିବାକୁ ନେଇ ସମସ୍ତଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ତେଣୁ ରାକ୍ଷୀ ବନ୍ଧନର ସଠିକ୍ ତାରିଖ ଓ ଶୁଭ ସମୟ ବିଷୟରେ ଜାଣିବା ପୂର୍ବରୁ ଆମେ ଜାଣିବା ମାସିକ ଧର୍ମ ବା ପିରିୟଡ଼୍ସ ଚାଲୁଥିବା ସମୟରେ ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧିବା ଠିକ୍ ନା ଭୁଲ ଏବଂ ତାପରେ ଯଦି ଗୃହରେ ଅଣସୁଧିଆ ଚାଲୁଥାଏ ତେବେ ରାକ୍ଷୀ ବାନ୍ଧିବେ ନା ନାହିଁ ଏବଂ ଭଦ୍ରାକାଳ କେତେ ସମୟ ରହୁଛି ଏବଂ କେଉଁ ସମୟରେ ରାକ୍ଷୀ ବାନ୍ଧିବେ। ପ୍ରଥମତଃ, ଯଦି କୌଣସି ନାରୀର ପିରିୟଡ଼୍ସ ବା ମାସିକ ଋତୁସ୍ରାବ ଚାଲୁଛି ତେବେ ସେହି ନାରୀ କୌଣସି ପୂଜାପାଠ କରିବା ଉଚିତ ନୁହେଁ, ହେଲେ ସେ ରାକ୍ଷୀ ବନ୍ଧନ ପର୍ବ ନିଶ୍ଚୟ ପାଳନ କରିପାରିବେ। କୌଣସି ଗ୍ରନ୍ଥ ବା ଶାସ୍ତ୍ରରେ ଏହି ବିଷୟରେ ରାକ୍ଷୀ ନ ବାନ୍ଧିବାର ଲେଖାଯାଏ ନାହିଁ। ତେଣୁ ମାସିକ ଋତୁସ୍ରାବ ବା ପିରିୟଡ଼୍ସ ଚାଲୁଥିବା ସମୟରେ ଗୋଟିଏ ନାରୀ ବା ସ୍ତ୍ରୀ ତାଙ୍କ ଭାଇ ହାତରେ ନିଶ୍ଚିନ୍ତ ଭାବରେ ରାକ୍ଷୀ ବାନ୍ଧିପାରିବେ। ଦ୍ୱିତୀୟତଃ, ଯଦି ଗୃହରେ ଅଣସୁଧିଆ ଚାଲୁଥାଏ ତେବେ ଏହି ସମୟରେ ସେହି ପରିବାର ବହୁତ ଦୁଃଖର ସମୟ ଦେଇ ଗତି କରୁଥିବେ, ତେବେ ଏହି ସମୟରେ କୌଣସି ଶୁଭ କାର୍ଯ୍ୟ କରାଯାଏ ନାହିଁ। ହେଲେ ରାକ୍ଷୀ ବନ୍ଧନ ହେଉଛି ସ୍ନେହ ଓ ପ୍ରେମର ପର୍ବ, ତେଣୁ ଏହି ସମୟରେ ମଧ୍ୟ ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧିପାରିବ। ଏହା ଆପଣଙ୍କ ଉପରେ ନିର୍ଭର କରେ ଯେ ଆପଣ ରାକ୍ଷୀ ବନ୍ଧନ ପର୍ବ ପାଳନ କରିବେ ନା ନାହିଁ। ଏବେ ଆସନ୍ତୁ ଜାଣିବା ରାକ୍ଷୀ ବନ୍ଧନର ସଠିକ୍ ତାରିଖ ଓ ଶୁଭ ସମୟ ବିଷୟରେ। ରାକ୍ଷୀ ପୂର୍ଣ୍ଣିମା ପବିତ୍ର ଶ୍ରାବଣ ମାସ ପୂର୍ଣ୍ଣିମା ତିଥିରେ ପାଳନ କରାଯାଇଥାଏ। ଏହି ଦିନ ଭଉଣୀମାନେ ଭାଇର ଦୀର୍ଘ ଆୟୁଷ ଏବଂ ସୁଖ ସମୃଦ୍ଧିର କାମନା କରିବା ପାଇଁ ଭାଇ ହାତରେ ରାକ୍ଷୀ ବାନ୍ଧିଥାନ୍ତି। ଏହି ବର୍ଷ ରାକ୍ଷୀ ପୂର୍ଣ୍ଣିମାର ତିଥି 19 ଅଗଷ୍ଟ ସକାଳ 3:04 ଆରମ୍ଭ ହେବ ଏବଂ ରାତ୍ରି 11:55 ପର୍ଯ୍ୟନ୍ତ ରହିବ। ତେଣୁ ଆସନ୍ତାକାଲି 19 ଅଗଷ୍ଟ ସୋମବାର ଦିନ ରାକ୍ଷୀ ବନ୍ଧନ ପର୍ବ ପାଳନ କରାଯିବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ 19 ତାରିଖ ଦିନ ମଧ୍ୟାହ୍ନ 1:30 ପର୍ଯ୍ୟନ୍ତ ଭଦ୍ରାକାଳ ଲାଗି ରହିବ। ତେଣୁ ମାନ୍ୟତା ଅନୁସାରେ ଭଦ୍ରାକାଳରେ ମାଙ୍ଗଳିକ କାର୍ଯ୍ୟ ଯେମିତିକି ବିବାହ, ବ୍ରତ, ଗୃହପ୍ରବେଶ, ଭୂମି ପୂଜା ଇତ୍ୟାଦି କରାଯାଏ ନାହିଁ। ତେଣୁ ଏହାକୁ ଦୃଷ୍ଟିରେ ରଖି ଦିନ 1:30 ପର୍ଯ୍ୟନ୍ତ ରକ୍ଷାବନ୍ଧନ ଓ ଶୁଭ କାର୍ଯ୍ୟ କରାଯିବ ନାହିଁ। ତେଣୁ ଆପଣମାନେ ଦିନ 1:30 ପରଠାରୁ ରକ୍ଷାବନ୍ଧନ ପର୍ବ ପାଳନ କରିପାରିବେ। ରାକ୍ଷୀ ବାନ୍ଧିବାର ସବୁଠାରୁ ଶୁଭ ସମୟ ହେଉଛି ଅପରାହ୍ନ 1:30 ଅପରାହ୍ନ 3:40 ମଧ୍ୟରେ। ଏହାର ସମୟ ସୀମା ରହିଛି 2 ଘଣ୍ଟା ଏବଂ 10 ମିନିଟ୍ ଏବଂ ଆଉ ଗୋଟିଏ ଶୁଭ ସମୟ ରହିଛି ସନ୍ଧ୍ୟା 6:13 ରାତ୍ରି 8:28 ମଧ୍ୟରେ। ଏହାର ସମୟ ରହିଛି 2 ଘଣ୍ଟା ଏବଂ 15 ମିନିଟ୍। ଏହି ଦୁଇଟି ଶୁଭ ସମୟ ମଧ୍ୟରେ ଆପଣମାନେ ରକ୍ଷାବନ୍ଧନ ପର୍ବ ଏବଂ ଶୁଭ କାର୍ଯ୍ୟ କରିପାରିବେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରାକ୍ଷୀ ପୂର୍ଣ୍ଣିମା ଦିନ ଲୋକେ ଜଣାତର ହେଉ ବା ଅଜଣତାରେ ହେଉ କିଛି ଭୁଲ କରିଦେଇଥାନ୍ତି, ଯାହା ଅତ୍ୟନ୍ତ ଅଶୁଭ ହୋଇଥାଏ ଏବଂ ଏହା ଆମ ଜୀବନକୁ ମଧ୍ୟ ପ୍ରଭାବିତ କରିଥାଏ। ତେବେ ବର୍ତ୍ତମାନ ଆସନ୍ତୁ ଜାଣିବା ରାକ୍ଷୀ ପୂର୍ଣ୍ଣିମା ଦିନ କ'ଣ ସବୁ ନିୟମ ପାଳନ କରିବେ ଏବଂ କେଉଁ ସବୁ ଭୁଲଠାରୁ ଦୂରେଇ ରହିବେ। ଅନେକ ସମୟରେ ରାକ୍ଷୀଗୁଡ଼ିକୁ କିଣି ଘରକୁ ଆଣିବା ପରେ ରାକ୍ଷୀ ଭାଙ୍ଗି ଯାଇଥାଏ
ଏବଂ ଆମେ ଏହାକୁ ପୁଣି ଥରେ ଯୋଡ଼ି ଦେଇ ଠିକ୍ କରିଦେଇଥାଉ। କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି କୌଣସି ରାକ୍ଷୀ ଭାଙ୍ଗିଯାଏ ବା ଖଣ୍ଡିତ ହୋଇଯାଏ ତାହେଲେ ତାହାର ପ୍ରୟୋଗ ବାରଣ ଅଟେ। ଏହିଭଳି ରାକ୍ଷୀକୁ ଭାଇର ହାତରେ ବାନ୍ଧିବା ଉଚିତ ନୁହେଁ। ଏଥିପାଇଁ ଆପଣମାନେ ଆଉ ଏକ ନୂତନ ରାକ୍ଷୀ ଆଣି ନିଜର ଭାଇ ହାତରେ ବାନ୍ଧିପାରିବେ। ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧିବା ସମୟରେ ଏହା ଧ୍ୟାନ ରଖିବା ଜରୁରୀ ଯେ ଭାଇର ମୁହଁ ଯେପରିକି ଉତ୍ତର ବା ପୂର୍ବ ଦିଗକୁ ରହିବା ଆବଶ୍ୟକ। ଯଦି ଭାଇ ଭଉଣୀଠାରୁ ବୟସରେ ବଡ଼ ତେବେ ରାକ୍ଷୀ ବାନ୍ଧି ସାରିବା ପରେ ଭଉଣୀ ଭାଇକୁ ପ୍ରଣାମ କରିବା ଉଚିତ। ବଜାରରେ ଆପଣଙ୍କୁ ପ୍ଲାଷ୍ଟିକରେ ନିର୍ମିତ ରଙ୍ଗବେରଙ୍ଗର ରାକ୍ଷୀ ଦେଖିବା ପାଇଁ ମଧ୍ୟ ମିଳିବ। କିନ୍ତୁ କ'ଣ ଆପଣ ଜାଣିଛନ୍ତି କି ପ୍ଲାଷ୍ଟିକକୁ କେତୁ ଗ୍ରହର ପଦାର୍ଥ ମନାଯାଇଥାଏ ଏବଂ ଏହା ଆପଣଙ୍କୁ ଅପଯଶ ଆଡ଼କୁ ଟାଣି ନେଇଥାଏ। ଏଥିପାଇଁ ରକ୍ଷାବନ୍ଧନ ପର୍ବରେ ଆପଣଙ୍କୁ ପ୍ଲାଷ୍ଟିକର ନିର୍ମିତ ରାକ୍ଷୀ କିଣିବାରୁ ବଞ୍ଚିତ ହେବା ଉଚିତ। ତେଣୁ ଆପଣମାନେ ପ୍ଲାଷ୍ଟିକ ଓ ଲୁହା ନିର୍ମିତ ରାକ୍ଷୀ ବାନ୍ଧନ୍ତୁ ନାହିଁ। ଆପଣ କାଗଜ ବା କପଡ଼ାରେ ନିର୍ମିତ ଏବଂ ଲୁହା ବ୍ୟତୀତ ଅନ୍ୟ ଯେକୌଣସି ଧାତୁ ଯେପରିକି ରୂପା ବା ସୁନା ନିର୍ମିତ ରାକ୍ଷୀ ବାନ୍ଧିପାରିବେ। ବଜାରରେ ରାକ୍ଷୀ କିଣିବା ସମୟରେ ଏହି କଥା ଧ୍ୟାନ ରଖନ୍ତୁ କି ଯେପରି ତାହା କୌଣସି ତୀକ୍ଷ୍ଣ ବସ୍ତୁରେ ବା ଧାରୁଆ ବସ୍ତୁରେ ପ୍ରସ୍ତୁତ ହୋଇନଥିବା ଉଚିତ। ଶୁଭ ଅବସରରେ ଏଭଳି ବସ୍ତୁକୁ ଅଶୁଭ ମନାଯାଇଥାଏ। ଏଥିପାଇଁ ଏହି ରାକ୍ଷୀ କିଣିବାଠାରୁ ବଞ୍ଚିତ ରୁହନ୍ତୁ। ରାକ୍ଷୀ ପୂର୍ଣ୍ଣିମାରେ ଭାଇ ରାକ୍ଷୀ ବାନ୍ଧୁଥିବା ଭଉଣୀକୁ ଉପହାର ଦେଇଥାଏ, କିନ୍ତୁ ଏହି ମାମଲାରେ ମଧ୍ୟ ସେମାନେ ଭୁଲ କରି ଦେଇଥାନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଦିନ ଭଉଣୀକୁ ତୀକ୍ଷ୍ଣ ବା ଧାରୁଆ ବସ୍ତୁ ଉପହାର ଦେବା ଉଚିତ ନୁହେଁ, ଯେପରିକି ଛୁରୀ, କଣ୍ଟାର ସେଟ୍, ମିକ୍ସି, ଆଇନା ବା ଫଟୋ ଫ୍ରେମ୍ ଭଳି ବସ୍ତୁ ଦେବା ଉଚିତ ନୁହେଁ। ଏଥିସହିତ କୌଣସି କଳା ରଙ୍ଗର ବସ୍ତ୍ର ମଧ୍ୟ ଉପହାରରେ ଦେବା ଉଚିତ ନୁହେଁ। ଏହାଛଡ଼ା ଭଉଣୀକୁ ରୁମାଲ, ଜୋତା ବା ଚପଲ ଭଳି ବସ୍ତୁ ଉପହାର ଦେବା ଉଚିତ ନୁହେଁ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧଙ୍କୁ ଭଉଣୀମାନଙ୍କର କାରକ କୁହାଯାଏ। ଏଥିପାଇଁ ଆପଣ ଏହି ସମ୍ବନ୍ଧିତ ବସ୍ତୁ ଉପହାରରେ ଦିଅନ୍ତୁ ନାହିଁ। ଏହା ବ୍ୟତୀତ ଆପଣମାନେ ଅନ୍ୟ କୌଣସି ଜିନିଷ ସେମାନଙ୍କୁ ଉପହାରରେ ଦେଇପାରିବେ। ଏଥିସହିତ ଯଦି ଆପଣମାନେ ଧନ ବୃଦ୍ଧି କରିବା ପାଇଁ ଚାହୁଁଛନ୍ତି ତେବେ ଆପଣମାନେ ଏହି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଦିନ କେତୋଟି ସରଳ ଉପାୟକୁ କରି ଧନ ବୃଦ୍ଧି କରିପାରିବେ। ବିନା ପରିଶ୍ରମରେ ଧନ ପ୍ରାପ୍ତି କରିବା ବହୁତ କଷ୍ଟକର ହୋଇଥାଏ। ତେଣୁ ପରିଶ୍ରମ କରିବା ସହିତ କିଛି ଉପାୟ ମଧ୍ୟ କରିବା ପାଇଁ ପଡ଼ିଥାଏ। ତେବେ ଧନ ପ୍ରାପ୍ତି ପାଇଁ ଏଭଳି କିଛି ଉପାୟ ରହିଛି ଯାହା ଆପଣଙ୍କୁ ବହୁତ ଶୀଘ୍ର ଧନଶାଳୀ କରିପାରିବ। ଯେପରିକି ଏହି ଉପାୟଗୁଡ଼ିକୁ ଆପଣମାନେ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଦିନ ଯଦି କରିବେ ତେବେ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହେବା ସହିତ ଅଧିକ ଧନ ଉପାର୍ଜନ କରିବାର ରାସ୍ତା ଖୋଲିଯିବ। ତେବେ ଆଜିର ଏହି ଭିଡ଼ିଓ ମାଧ୍ୟମରେ ଆମେ ଆପଣମାନଙ୍କୁ ସେହି 5ଟି ସରଳ ଉପାୟ ବିଷୟରେ କହିବା ପାଇଁ ଯାଉଛୁ। ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଦିନ ସକାଳ ସମୟ ଏବଂ ସନ୍ଧ୍ୟା ସମୟରେ ଘରର ମୁଖ୍ୟ ଫାଟକ ନିକଟରେ ଘିଅର ଦୀପ ଜଳାନ୍ତୁ। ଏହି ଦୀପରେ ନାଲି ରଙ୍ଗର ବଳିତା ବ୍ୟବହାର କରନ୍ତୁ। ଏହାଦ୍ୱାରା ମାତା ଲକ୍ଷ୍ମୀ ଆପଣଙ୍କ ଗୃହରେ ପ୍ରବେଶ କରିଥାନ୍ତି। ଏହି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଦିନ ଘର ଅଗଣାରେ ତୁଳସୀ ଗଛ ଅବଶ୍ୟ ଲଗାନ୍ତୁ। ଯଦି ଆପଣଙ୍କର ଅଗଣାରେ ତୁଳସୀ ଗଛ ଅଛି ତେବେ ତୁଳସୀ ଗଛରେ ନାଲି ରଙ୍ଗର କପଡ଼ା ବାନ୍ଧି ଦିଅନ୍ତୁ। ଏହାଦ୍ୱାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ। ଯଦି ସକାଳ ସମୟରେ ଭଗବାନ ବଳରାମଙ୍କୁ ପୂଜା କରୁଛନ୍ତି ଏବଂ ଗୋମାତାଙ୍କୁ ପିଠା ଆଦି ଖାଇବାକୁ ଦେଉଛନ୍ତି ତେବେ ଏହାଦ୍ୱାରା ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀ ଆପଣଙ୍କ ପୂଜାରେ ସନ୍ତୁଷ୍ଟ ହୋଇଥାନ୍ତି। ରାକ୍ଷୀ ପୂର୍ଣ୍ଣିମା ହେଉଛି ବହୁତ ପବିତ୍ର ଦିନ। ଏହି ଦିନ ଆପଣମାନେ ଦୁଃଖୀ ଓ ଦରିଦ୍ରଙ୍କୁ ଦାନ ଦିଅନ୍ତୁ। ଦାନ ଆପଣଙ୍କର ସାମର୍ଥ୍ୟ ଅନୁସାରେ କରନ୍ତୁ। ଦାନ କରିବା ଦ୍ୱାରା ମନୁଷ୍ୟର 7 ଜନ୍ମର ପାପ କ୍ଷୟ ହୋଇଥାଏ। ଏହି ଦିନ ସନ୍ଧ୍ୟା ସମୟରେ ଏକ ପାତ୍ରରେ ଗୋବର ଉପରେ ଝୁଣା ରଖି ଚଳାନ୍ତୁ ଏବଂ ଝୁଣା ଧୂପକୁ ନିଜର ଘର ସାରା ବୁଲାଇ ଦିଅନ୍ତୁ। ଦେଖିବେ ଘରେ ସୁଖ ଶାନ୍ତି ସହିତ ଧନର ଆଗମନ ହେବ। ତେବେ ବନ୍ଧୁଗଣ, ଆପଣମାନେ ଏହି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଦିନ ଏହିସବୁ ଉପାୟ କରିବା ଦ୍ୱାରା ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହେବେ। ବନ୍ଧୁଗଣ, ରାଶିଚକ୍ରରେ ଗ୍ରହମାନଙ୍କର ସ୍ଥାନରେ ପରିବର୍ତ୍ତନ ଅନୁସାରେ ରାଶିମାନଙ୍କ ମଧ୍ୟରେ ମଧ୍ୟ ପରିବର୍ତ୍ତନ ଦେଖିବା ପାଇଁ ମିଳିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ 12ଗୋଟି ରାଶି ବିଷୟରେ ବର୍ଣ୍ଣନା କରାଯାଇଛି। ଯେତେବେଳେ ଏହି ଗ୍ରହ ଓ ନକ୍ଷତ୍ରମାନେ ନିଜର ସ୍ଥିତି ବଦଳାଇଥାନ୍ତି ତେବେ ଏହାର ସକାରାତ୍ମକ ଏବଂ ନକାରାତ୍ମକ ପ୍ରଭାବ ଆପଣଙ୍କ ରାଶି ଉପରେ ପଡ଼ିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଦୀର୍ଘ 500 ବର୍ଷ ପରେ ରାକ୍ଷୀ ପୂର୍ଣ୍ଣିମା ଦିନ ଗ୍ରହମାନଙ୍କ ମଧ୍ୟରେ ଏକ ଅଦ୍ଭୁତ ମହାସଂଯୋଗ ଘଟିବା ପାଇଁ ଯାଉଅଛି। ଯେହେତୁ ଏହି ମହାସଂଯୋଗ ଦୀର୍ଘ 500 ବର୍ଷ ପରେ ଘଟିବା ପାଇଁ ଯାଉଅଛି ତେଣୁ ରାଶିଚକ୍ରର କେତୋଟି ରାଶିମାନଙ୍କ ଉପରେ ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ଓ କୃପା ବର୍ଷିବା ପାଇଁ ଯାଉଅଛି, ଯାହାଦ୍ୱାରା ଏହି
7ଟି ଭାଗ୍ୟଶାଳୀ ରାଶି ବିଶିଷ୍ଟ ବ୍ୟକ୍ତିବିଶେଷମାନେ ବିଶେଷ ରୂପେ ପ୍ରଭାବିତ ହେବେ। ତେବେ ଆସନ୍ତୁ ଜାଣିବା ସେହି 7ଟି ଭାଗ୍ୟଶାଳୀ ରାଶି ବିଶିଷ୍ଟ ବ୍ୟକ୍ତିବିଶେଷମାନଙ୍କ ବିଷୟରେ। ଏହି ରାଶିର ଲୋକମାନଙ୍କ ପାଇଁ ରାକ୍ଷୀ ପୂର୍ଣ୍ଣିମା ପରେ ଆସୁଥିବା ସମୟ ସ୍ୱର୍ଗଠାରୁ କମ୍ ହେବ ନାହିଁ। ଆପଣଙ୍କର ଜୀବନରେ ଜଲ୍ଦି କିଛି ପରିବର୍ତ୍ତନ ହେବାର ଅଛି, ଯାହା ଆପଣଙ୍କ ଜୀବନକୁ ସମ୍ପୂର୍ଣ୍ଣ ଭାବରେ ବଦଳାଇ ଦେବ। ଏହି ରାକ୍ଷୀ ପୂର୍ଣ୍ଣିମା ପରେ ଏହି ରାଶିର ଲୋକମାନଙ୍କର ସବୁ ଚିନ୍ତାର ଅନ୍ତ ଘଟିବ। ଦୁର୍ଭାଗ୍ୟ ଏମାନଙ୍କର ପିଛା ଛାଡ଼ିବ ଏବଂ ସୌଭାଗ୍ୟ ଏମାନଙ୍କର ପାଖରେ ପହଞ୍ଚିଯିବ। ଏତିକି ନୁହେଁ, ଯେଉଁ କାମରେ ହାତ ଦେବେ ସେହି କାମ ସମ୍ପୂର୍ଣ୍ଣ ହେବ। ଆପଣଙ୍କର ଅଚାନକ କୌଣସି କ୍ଷେତ୍ରରୁ ଧନଲାଭ ହେବ। ଆପଣଙ୍କର ଚାକିରି ଏବଂ ବ୍ୟବସାୟ କ୍ଷେତ୍ରରେ ଭାଗ୍ୟ ଆପଣଙ୍କ ପଟେ ହିଁ ରହିବ। ଆପଣଙ୍କୁ ନିଜର ପରିବାରର ଲୋକଙ୍କଠାରୁ ଅଚାନକ ଧନପ୍ରାପ୍ତି ହେବ। ଏହି ରାଶିର ଲୋକମାନଙ୍କ ପାଇଁ ରାକ୍ଷୀ ପୂର୍ଣ୍ଣିମା ପରେ ବହୁତ ଖୁସି ଆସିବାର ଅଛି। ଏହା ସହ ଆପଣମାନେ ଜଗି ରଖି କରି କଥାବାର୍ତ୍ତା କରନ୍ତୁ। କାହା ସହିତ ଝଗଡ଼ା କରନ୍ତୁ ନାହିଁ, ନଚେତ୍ ଏହା ଆପଣଙ୍କ ପାଇଁ ବହୁତ ଅସୁବିଧା ହୋଇପାରେ। ତେବେ ଆମେ ଯେଉଁ ସବୁ ଭାଗ୍ୟଶାଳୀ ରାଶିମାନଙ୍କ ବିଷୟରେ ଆଲୋଚନା କରୁଥିଲେ, ସେହିସବୁ ରାଶିମାନେ ହେଉଛନ୍ତି ମେଷ ରାଶି, ବୃଷ ରାଶି, ସିଂହ ରାଶି, ବିଛା ରାଶି, କନ୍ୟା ରାଶି, ଧନୁ ରାଶି ଏବଂ ମୀନ ରାଶି। ତେବେ ବନ୍ଧୁଗଣ, ଆଶା କରୁଛୁ ଆପଣମାନଙ୍କୁ ଏହି ଭିଡ଼ିଓଟି ନିଶ୍ଚୟ ପସନ୍ଦ ଆସିଥିବ। ପସନ୍ଦ ଆସିଥିଲେ ଏହି ଭିଡ଼ିଓକୁ ଲାଇକ୍ କରିବା ସହିତ ଆପଣଙ୍କର ପ୍ରିୟଜନମାନଙ୍କ ସହିତ ସେୟାର କରିନିଅନ୍ତୁ ଏବଂ କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ନିଶ୍ଚୟ ଲେଖନ୍ତୁ। ଧନ୍ୟବାଦ।